ମୁଁ ଏତେ କଷ୍ଟ କରୁଛି ଆପଣମାନଙ୍କ ପାଇଁ ଭଲ କ୍ୱେଶ୍ଚନ୍ ଯାହାକୁ ମୁଁ ପଢ଼ିଛି ତାହା ମୁଁ ଇଂଲିଶରେ ପଢ଼ିଛି, ଓଡ଼ିଆରେ ବୁଝିଛି। ସେ ଓଡ଼ିଆକୁ ଶୁଦ୍ଧ ଓଡ଼ିଆରେ ଆପଣଙ୍କୁ ବୁଝାଉଛି, ଆପଣଙ୍କର ଯେମିତି ଅସମ୍ପୂର୍ଣ୍ଣ ନ ରହିଯାଉ ବୁଝିବାରେ। ଆସନ୍ତୁ ଆମେ ଆଉ କିଛି ପଢ଼ିବା। ସିନ୍ଧୁ ସଭ୍ୟତାର ଲୋକମାନେ ପଶୁପତିଙ୍କୁ ପୂଜା କରୁଥିଲେ ଏବଂ ମେସୋପୋଟାମିଆ ସହିତ ବାଣିଜ୍ୟ ବ୍ୟବସାୟ କରୁଥିଲେ। ସିନ୍ଧୁ ସଭ୍ୟତାର ଲୋକମାନେ ଆର୍ଯ୍ୟର ଅର୍ଥ ହେଉଛି ହାଇ ବାର୍ଥ, ଗୁଡ୍ ଫ୍ୟାମିଲି ଅର୍ ସୁପରିୟର। ଆର୍ଯ୍ୟମାନେ ଭାରତକୁ ସେଣ୍ଟ୍ରାଲ ଏସିଆରୁ ଆସିଥିଲେ। ଆର୍ଯ୍ୟମାନେ ଭାରତର ପଞ୍ଜାବ ଠାରେ ପ୍ରଥମେ ସେଟେଲ ହୋଇଥିଲେ। ବେଦିକ ଗଡ୍ 4 ପ୍ରକାରର, ଯଥା ଇନ୍ଦ୍ର, ବରୁଣ, ମିତ୍ର, ନାସଟ୍ୟସ୍। ବୈଦିକ ଯୁଗ 1500 BCରୁ 1000 BC ଅର୍ଥାତ୍ 500 ବର୍ଷ ପର୍ଯ୍ୟନ୍ତ ତିଷ୍ଠିଥିଲା। ନନ୍ଦିତାରାର ଆଧୁନିକ ନାମ ହେଉଛି ସରସ୍ୱତୀ। ଆର୍ଯ୍ୟମାନଙ୍କର ପ୍ରଧାନ ଥିଲା କୃଷି ଏବଂ ବେଦିକ ଆର୍ଯ୍ୟମାନଙ୍କର ମୁଖ୍ୟ ଖାଦ୍ୟ ବାର୍ଲି ଏବଂ ରାଇସ୍ ଥିଲା। ବୈଦିକ ଆର୍ଯ୍ୟମାନଙ୍କର ପ୍ରମୁଖ ଖାଦ୍ୟ ଥିଲା ମିଲ୍କ ଆଣ୍ଡ